ଯୌନ ଲିଖିତ ସୁସମାଚାର ତାର 11 ପର୍ବ 28 ପଦ। ଯୀଶୁ ତାହାଙ୍କୁ କହିଲେ, ତୁମ୍ଭ ଭାଇ ପୁଣି ଉଠିବ। ଯୌନ 11:28। ଏହା କହିଲା ଉତ୍ତାରେ ସେ ଯାଇ ଆପଣା ଭଉଣୀ ମରିୟମକୁ ଗୋପନରେ ଡାକି କହିଲେ, ଗୁରୁ ଆସିଲେଣି, ଆଉ କେତେ ଡାକୁଅଛନ୍ତି। And having said this, he went away and called her sister Mary privately, having said, the teacher is here and is calling you. ଯୀଶୁ ଡାକୁଅଛନ୍ତି। ଯୀଶୁ ଡାକୁଅଛନ୍ତି। ଆମେ ଯେତେବେଳେ ଦେଖୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ସେ ଆସୁଅଛନ୍ତି ବେଥେନିରେ ଆସୁଅଛନ୍ତି, ମାର୍ଥା ଶୁଣିଲେ 11 ପର୍ବ, ଯୌନ 11 ପର୍ବ 20 ପଦରେ ଲେଖାଯାଏ ଯେ ଯୀଶୁ ଆସିଅଛନ୍ତି, ମାର୍ଥା ଶୁଣିଲେ ଆଉ ମାର୍ଥା ଭେଟିବା ପାଇଁ ଗଲେ। କିନ୍ତୁ ସେଇ ଜାଗାରେ ଆମେ ଦେଖୁ ଯୌନ 11 ପର୍ବ 20 ପଦରେ ଯେତେବେଳେ ଆପଣ ମାନେ ଦେଖିବେ ସେ ଜାଗାରେ ଏଇଭଳି ଲେଖାଯାଏ, ସେଥିରେ ଯୀଶୁ ଆସିଅଛନ୍ତି ବୋଲି ଯେତେବେଳେ ମାର୍ଥା ଶୁଣିଲେ ସେତେବେଳେ ସେ ତାହାଙ୍କୁ ଭେଟିବାକୁ ଗଲେ, କିନ୍ତୁ ମରିୟମ ଗୃହରେ ବସି ରହିଲେ। ମରିୟମ ଗୃହରେ ବସି ରହିଲେ, ହେଇପାରେ ତାଙ୍କ ମନରେ କ୍ରୋଧ ଥିବ, ହେଇପାରେ ତାଙ୍କ ମନରେ ଅନେକ ପ୍ରଶ୍ନ ଥିବ, ହେଇପାରେ ତାଙ୍କ ମନରେ ଅନେକ ନିରୁତ୍ସାହିତର ବିଷୟ ଥିବ। ଯୀଶୁ ଶୀଘ୍ର ଆସିଥିଲେ, ଭାଇ ଲାଜାର ନିଶ୍ଚୟ ବଞ୍ଚିଥାନ୍ତେ। ଟିକେ ବିଳମ୍ବ କଲେ, ସେଇଥିପାଇଁ ସେ ଗୃହରେ ବସିକି ରହୁଛନ୍ତି, କିନ୍ତୁ ମାର୍ଥା ଯାଉଅଛନ୍ତି ଭେଟିବା ପାଇଁ। ଆଜି ହେଇପାରେ ଅନେକଙ୍କ ଜୀବନରେ ସେଭଳିଆ ପ୍ରଶ୍ନ ଥାଇପାରେ, କ୍ରୋଧଜନିତ ବିଷୟ ଥାଇପାରେ, ନିରୁତ୍ସାହିତ ବିଷୟ ଥାଇପାରେ, ତିକ୍ତତାର ବିଷୟ ଥାଇପାରେ। ବେଳେବେଳେ ଆମେ ପ୍ରଭୁଙ୍କର ଉପସ୍ଥିତିକୁ ଆସିବା ପାଇଁ ଏଇ ବିଷୟ ଗୁଡାକ ପ୍ରତିରୋଧ କରିଥାଏ। ଆଉ ଭାରି ଆଶ୍ଚର୍ଯ୍ୟ ଲାଗେ ଏଇଟା ଯେତେବେଳେ ଦେଖୁ ମରିୟମ ଗୃହରେ ବସିକି ରହିଲେ, କିନ୍ତୁ ଯୀଶୁ ବେଥେନିକୁ ଆସିଅଛନ୍ତି, କିନ୍ତୁ ମାର୍ଥା ଭେଟିବାକୁ ଯାଉଅଛନ୍ତି। ମାର୍ଥା ଯେତେବେଳେ ଭେଟିବାକୁ ଗଲେ ଯୀଶୁ ତାଙ୍କୁ କହୁଅଛନ୍ତି ଯେ ମରିୟମକୁ ଡାକ। ଆଉ ସେଇଥିପାଇଁ ମାର୍ଥା ଆସୁଅଛନ୍ତି, ଗୋପନରେ ମରିୟମକୁ ଡାକିକି କହିଲେ ଯେ ଯୀଶୁ ଡାକୁଅଛନ୍ତି। ଯୀଶୁ ଜାଣିଥିଲେ ଇଏ ମରିୟମ, ଯିଏକି ତାଙ୍କ ମନରେ କୋଉଠି ନା କୋଉଠି କ୍ରୋଧ ଅଛି, କୋଉଠି ନା କୋଉଠି ଅନେକ ପ୍ରଶ୍ନ ରହିଅଛି ଭାଇକୁ ନେଇକି, ନିରୁତ୍ସାହିତ ତାଙ୍କ ଜୀବନରେ ସେ ହେଇଅଛନ୍ତି, ସେଇଥିପାଇଁ ସେ ଡାକୁଅଛନ୍ତି। କିନ୍ତୁ ସେତେ ଯାଏଁ ଆମେ ଦେଖୁ ଯୀଶୁ ଖ୍ରୀଷ୍ଟ ବେଥେନିରେ ଥିଲେ, ଗ୍ରାମ ଭିତରକୁ ସେ ଆସିନାହାନ୍ତି। ଆଉ ତାପରେ ଯେତେବେଳେ ମରିୟମ ଭେଟିବା ପାଇଁ ଯାଉଅଛନ୍ତି, ତାପରେ ଯୀଶୁ ଖ୍ରୀଷ୍ଟ ଗ୍ରାମ ଭିତରକୁ ଆସିଲେ। ଆମେ ଯେତେବେଳେ ବାଇବେଲରେ ଦେଖୁ ଯୀଶୁ ଖ୍ରୀଷ୍ଟ ଡାକିବାର ବିଷୟ ଆମେ ଅନେକ ଦେଖୁ। ଥରେ ଡାକିବାର ବିଷୟ, ଏଇଠି ଯେମିତି ମରିୟମକୁ ସେ ଡାକୁଅଛନ୍ତି, ସେଇଭଳିଆ ଆମେ ଯେତେବେଳେ ବାଇବେଲରେ ଦେଖୁ ବାଟିମୟ ଅନ୍ଧ ଯେତେବେଳେ ସେ ଆମେ ଦେଖୁ ସେ ଡାକୁଅଛି, ହେ ଦାଉଦଙ୍କ ସନ୍ତାନ ଯୀଶୁ। ଆଉ ଯୀଶୁ କହୁଅଛନ୍ତି ଯେ ତାକୁ ଡାକ ବୋଲି, ସେ ବାଟିମୟ ଅନ୍ଧକୁ ଡାକ। ସେଇଭଳିଆ ଭାବରେ ଆମେ ଦେଖୁ ଯେତେବେଳେ ବାଇବେଲରେ ଯକ୍ଷିୟ ଏକ ଗଛରେ ଚଢି ଅଛି, ଆଉ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ସେଠି ଡାକୁଅଛନ୍ତି, ଯକ୍ଷିୟ ତୁମେ ଓହ୍ଲେଇ ଆସ। ଯୀଶୁ ଖ୍ରୀଷ୍ଟ ଥରେ ଡାକିବାର ବିଷୟ ଆମେ ବାଇବେଲରେ ଦେଖୁ। କିନ୍ତୁ ମୁଁ ଆଜି ଯୋଉ ବିଷୟରେ କହିବି, ଯୀଶୁ ଖ୍ରୀଷ୍ଟ ନାମ ଧରିକି 2 ଥର ଡାକିବାର ବିଷୟ ତା ବାଇବେଲରେ ଲେଖାଯାଇଛି, ସେଇ ବିଷୟରେ ମୁଁ ଆଜି କହିବି। ଯୀଶୁ ଡାକନ୍ତି, କିନ୍ତୁ 2 ଥର ନାମ ଧରି ଡାକିବାର ବିଷୟ ତା କେତେ ଗୁରୁତ୍ୱପୂର୍ଣ୍ଣ ଅଟେ, ତାର ଉଦ୍ଦେଶ୍ୟ ମଧ୍ୟ ରହିଅଛି, ଆତ୍ମିକ ଉଦ୍ଦେଶ୍ୟ, ସେଇ ବିଷୟରେ ମୁଁ ନିଶ୍ଚୟ କହିବି। ଆମେ ପଢିଥାଉ ବାଇବେଲରେ ଯୀଶୁ ଡାକନ୍ତି, ଓଡ଼ିଆରେ ମଧ୍ୟ ଆମେ ଗୀତ ଶୁଣିଅଛୁ, ଯୀଶୁ ଡାକନ୍ତି ତୋତେ। କିନ୍ତୁ ଯୀଶୁ 2 ଥର ନାମକୁ ଧରି ପୁନରାବୃତ୍ତି କରିକି ଡାକିବାର ବିଷୟ ଆମେ ମଧ୍ୟ ବାଇବେଲରେ ମଧ୍ୟ ଦେଖିବାକୁ ପାଉ। ଯୀଶୁ 2 ଥର କଣ ପାଇଁ ଡାକନ୍ତି? ଏଇଥିପାଇଁ ଡାକନ୍ତି ଯେ ତାଙ୍କ ଗଭୀର ଦୟା ଆଉ ପ୍ରେମ ମାଧ୍ୟମରେ ସେ ସଂଶୋଧନ କରିବା ପାଇଁ ଚାହାନ୍ତି। ଯୀଶୁ ଡାକନ୍ତି କଣ ପାଇଁ? 2 ଥର କଣ ପାଇଁ ଡାକନ୍ତି? ଏକ ଜରୁରୀ କାଳୀନ ବିଷୟ ପାଇଁ ସେ ଡାକନ୍ତି, ଏମର୍ଜେନ୍ସି କଲ୍। ଯୀଶୁ ଡାକନ୍ତି କଣ ପାଇଁ? ସେବା କାର୍ଯ୍ୟର ଆହ୍ୱାନ ପାଇଁ ଆମେ ବାଇବେଲରେ ଦେଖୁ ସେ 2 ଥର ନାମ ଧରିକି ସେ ଡାକି ଅଛନ୍ତି। ଯୀଶୁ 2 ଥର ଡାକି ଅଛନ୍ତି ନାମ ଧରିକି, କାହିଁକି? ଯେତେବେଳେ ସେ ଦୁଃଖ ଆଉ ବିଳାପ ଯେତେବେଳେ କରନ୍ତି, ସେତେବେଳେ ନାମ ଧରିକି 2 ଥର ସେ ଡାକନ୍ତି। ଯୀଶୁ ନାମ ଧରିକି ପୁନରାବୃତ୍ତି କରନ୍ତି ଯେତେବେଳେ ଗୋଟେ ଜୀବନର, ଗୋଟେ ବ୍ୟକ୍ତିର ଜୀବନର ପରିବର୍ତ୍ତନ ପାଇଁ ସେ ନାମ ଧରିକି ପୁନରାବୃତ୍ତି କରିକି ସେ ଡାକନ୍ତି। ଆଉ ଆମେ ଦେଖୁ
ଯେତେବେଳେ ବାଇବେଲରେ ଯୀଶୁ ନାମ ଧରିକି ଦୁଇ ଥର ଡାକୁଅଛନ୍ତି। ଯୀଶୁ ଡାକିଲେ ମାର୍ଥା ମାର୍ଥା ବୋଲି ଡାକୁଅଛନ୍ତି। ଲୁକ ତାର 10:41 ଟିକେ ପଢିବେ। ଲୁକ 10:41। ଏଇଭଳିଆ ଲେଖାଯାଏ, କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, ମାର୍ଥା ମାର୍ଥା, ତୁମେ ବହୁତ ବିଷୟରେ ଚିନ୍ତିତ ଓ ବ୍ୟତିବ୍ୟସ୍ତ ହେଉଅଛ। ମାର୍ଥା ମାର୍ଥା, ସେ ତାର ଆତିଥ୍ୟକୁ ଏଠାରେ ପ୍ରତ୍ୟାଖ୍ୟାନ କରୁନାହାନ୍ତି। ଯୀଶୁ ଖ୍ରୀଷ୍ଟ ଆସିଅଛନ୍ତି, ମରିୟମ ପାଦ ତଳେ ବସି ଅଛନ୍ତି, କିନ୍ତୁ ମାର୍ଥା ଯେ ସେବା କରିବାରେ ବ୍ୟତିବ୍ୟସ୍ତ, ଯେ ଚିନ୍ତାଗ୍ରସ୍ତ। ମାର୍ଥା, ଆମମାନେ ଦେଖୁ ମାର୍ଥା ଯେ ବ୍ୟତିବ୍ୟସ୍ତ। ଆଉ ଆଜି ଅନେକ ମାର୍ଥାଙ୍କ ଭଳି କେମିତି ସେମାନେ କୋଉଠି ନା କୋଉଠି ଜୀବନରେ ଏତେ ବ୍ୟସ୍ତ ରହୁଛନ୍ତି, ଏତେ ବ୍ୟତିବ୍ୟସ୍ତ ଯେ ଆତ୍ମିକ ଲକ୍ଷ୍ୟରୁ ସେମାନେ କୋଉଠି ନା କୋଉଠି ସେମାନେ ବିଚ୍ୟୁତ ହଉଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଅଛନ୍ତି, ମରିୟମ ଯେ ଯାଇକି ପାଦ ତଳେ ବସିକି ଶୁଣୁଅଛନ୍ତି, କିନ୍ତୁ ସେଇ ଜାଗାରେ ମାର୍ଥା ଯେ ସେବା କରିବା ପାଇଁ ବ୍ୟସ୍ତ, ବିବ୍ରତ, ଚିନ୍ତାଗ୍ରସ୍ତ। ସେଇଥିପାଇଁ କହୁଛନ୍ତି ମାର୍ଥା ମାର୍ଥା, ତୁମେ ବହୁତ ବିଷୟରେ ଚିନ୍ତିତ ଓ ବ୍ୟତିବ୍ୟସ୍ତ ତୁମେ ହେଉଅଛ। ଆଜି ଅନେକ ମାର୍ଥାଙ୍କ ଭଳି ଯେ ଅନେକ କର୍ତ୍ତବ୍ୟ କରିବା ପାଇଁ ସେମାନେ ଆତ୍ମିକ ଲକ୍ଷ୍ୟରୁ ବିଚ୍ୟୁତ, ଆତ୍ମିକ ଲକ୍ଷ୍ୟରୁ ସେମାନେ କୋଉଠି ନା କୋଉଠି ନିଜକୁ ବ୍ୟସ୍ତ ରଖୁଅଛନ୍ତି, ଆତ୍ମିକ ଲକ୍ଷ୍ୟରୁ ସେମାନେ ବିଭ୍ରାଟ ହେଉଛନ୍ତି। ଆଜି ଅନେକ ଅଛନ୍ତି ସଫଳତା ପାଇବା ପାଇଁ ସେମାନେ ଆତ୍ମିକ ଲକ୍ଷ୍ୟରୁ କୋଉଠି ନା କୋଉଠି ବିଚ୍ୟୁତ ହଉଛନ୍ତି। ଆଜି ଅନେକ ଅଛନ୍ତି ଯୋଉମାନେ ଧାର୍ମିକ କାର୍ଯ୍ୟ କରୁଅଛନ୍ତି, କିନ୍ତୁ କୋଉଠି ନା କୋଉଠି ଆତ୍ମିକ ଲକ୍ଷ୍ୟରୁ ସେମାନେ ବିଚ୍ୟୁତ। ସେବା ଯଦି କରିବା, ଯଦି ସେଇଥିରେ ଉପାସନା ଯଦି ନାହିଁ, ତାହେଲେ ସେ ଚାପଗ୍ରସ୍ତ ଅବସ୍ଥା ଆଡକୁ ନିଏ। ଆଜି ଅନେକ ଅଛନ୍ତି ସେବା କରନ୍ତି, କିନ୍ତୁ ପ୍ରଭୁଙ୍କ ସହିତ ସେ ଅନ୍ତରଙ୍ଗ ସମ୍ପର୍କ ନାହିଁ। ପ୍ରଭୁ ଚାହାନ୍ତି ଅନ୍ତରଙ୍ଗ ସମ୍ପର୍କ ତାଙ୍କ ସହିତ ସ୍ଥାପନ କରିବା। ଆଜି ଅନେକ ନିଜକୁ ବହୁତ ସେମାନେ ବ୍ୟସ୍ତ ରଖନ୍ତି। ମା ମାନେ, ଭଉଣୀ ମାନେ, ଏଇଟା ହେଲାନି, ସେଇଟା ହେଲାନି, ସେଇଟା ଆଉ ଟିକେ ଠିକରେ ହେଇଥାନ୍ତା, ଏଇଟା ହେଇପାରିଲାନି, ଅନେକ ବ୍ୟସ୍ତ, ଅନେକ ବ୍ୟତିବ୍ୟସ୍ତ, କିନ୍ତୁ ପ୍ରଭୁଙ୍କ ସହିତ ଅନ୍ତରଙ୍ଗ ଏକ ସମ୍ପର୍କ ସ୍ଥାପନ କରିବା ତା କୋଉଠି ନା କୋଉଠି ଆମେ ଭୁଲି ଯାଉଛୁ। ଆପଣ ମାନେ ଦେଖିବେ ଯେତେବେଳେ ମଣ୍ଡଳୀରେ ମିଟିଂ ହୁଏ, ସେତେବେଳେ ଯୋଉମାନେ ଥାଆନ୍ତି କଲେକ୍ସନ କରିବା, ସେମାନେ ତତ୍ପରତା ସହିତ, ବ୍ୟସ୍ତର ସହିତ ସେମାନେ ସଂଗ୍ରହ କରନ୍ତି, ଡୋର ଟୁ ଡୋର ବୁଲିକି ସେମାନେ କରନ୍ତି। ପ୍ରତ୍ୟେକ ଦେଖିବେ ଏଇ କାର୍ଯ୍ୟରେ ସେମାନେ ଯେତେ ପାରୁ ପର୍ଯ୍ୟନ୍ତ ସେମାନେ ପରିଶ୍ରମ କରନ୍ତି, କିନ୍ତୁ ଯେତେବେଳେ ଆମେ ଦେଖୁ ମଣ୍ଡଳୀରେ ବାକ୍ୟ ଦେଲା ସମୟରେ ସେମାନେ କୋଉଠି ନା କୋଉଠି ଉଠିକି ପଳେଇଥିବେ। ଆଜି ମଧ୍ୟ ଅନେକ ସାଉଣ୍ଡ ସିଷ୍ଟମ ପାଖରେ ବସିଥିବେ, କିନ୍ତୁ ପ୍ରଭୁଙ୍କ ବାକ୍ୟ ଚାଲିଥିବ, କିନ୍ତୁ ସେଠାରେ ମନ ନଥିବ। ଅନେକ ଗୀତ ଗାଇଲା ପରେ ବାକ୍ୟ ଆରମ୍ଭ ହେଲା ସମୟରେ ସେମାନେ କୋଉଠି ନା କୋଉଠି ଉଠିକି ପଳେଇଥିବେ। ଅନେକ ଜାଗାରେ ବାକ୍ୟ ଯେତେବେଳେ ଚାଲିଥିବ ସେମାନେ ମଣ୍ଡଳୀ ବାହାରେ ଯାଇକି ବସିବା ପାଇଁ ଭଲ ପାଆନ୍ତି, ସେବା କରିବା ପାଇଁ ତତ୍ପର, କିନ୍ତୁ ପ୍ରଭୁଙ୍କ ସହିତ ଅନ୍ତରଙ୍ଗତା, ସେଇ ସମ୍ପର୍କ ସ୍ଥାପନ କରିବା ପାଇଁ ଆଜି ନା କୋଉଠି ଆମେ ଆତ୍ମିକ ଲକ୍ଷ୍ୟରୁ ବିଚ୍ୟୁତ ହେଇଛୁ କି? ପ୍ରଭୁ ସେଇଥିପାଇଁ କହୁଛନ୍ତି ମାର୍ଥା 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 ମାର୍ଥା। ଏକ ଆହ୍ୱାନ, ଏଇଥିପାଇଁ ଜରୁରୀ କାଳୀନ ଆହ୍ୱାନ। ମାର୍ଥା ମାର୍ଥା, ତୁମେ ବ୍ୟସ୍ତ, ବିବ୍ରତ ହଉଛ, ଚିନ୍ତାଗ୍ରସ୍ତ ହଉଛ, କିନ୍ତୁ ମୁଁ ଏଠାରେ ଆସିଅଛି ତୁମେ ବସିକି ମତେ ଶୁଣିବାର ଆବଶ୍ୟକ ରହିଅଛି ମାର୍ଥା। ସେଇଥିପାଇଁ କହୁଛନ୍ତି ମାର୍ଥା ମାର୍ଥା। ଆଜି ଅନେକଙ୍କ ନାମ ଧରିକି ଡାକନ୍ତି, ମୋର ବାବୁ ନା ଧରିକି ପ୍ରତ୍ୟେକଙ୍କୁ 2 ଥର ଲେଖା ଡାକନ୍ତି। ତୁମେ ମୋ ସହିତ ଆଗ ପ୍ରଥମେ ଏକ ଅନ୍ତରଙ୍ଗତା ସ୍ଥାପନ କର, ପ୍ରାର୍ଥନା କର, ବାକ୍ୟ ପଢ, ମୋ ସହିତ ଏକ ସମ୍ପର୍କ ସ୍ଥାପନ କର। କୋଉଠି ନା କୋଉଠି କିନ୍ତୁ ଆମେ ସେଇ ସେବାରେ ନିଜକୁ ବ୍ୟସ୍ତ, ବିବ୍ରତ କରୁ, କିନ୍ତୁ ଆମର ସେଇ ଆତ୍ମିକ ଅବସ୍ଥା ଶୂନ୍ୟତା ଆଡକୁ ନେଇଯାଏ। ଆଜି ଅନେକ ବ୍ୟସ୍ତ, ବିବ୍ରତ, ବହୁତ ବ୍ୟସ୍ତ, କିନ୍ତୁ ପ୍ରଭୁଙ୍କ ସହିତ ସେଇ ଅନ୍ତରଙ୍ଗ ସମ୍ପର୍କ ଆମମାନେ ସ୍ଥାପନ କରିଅଛୁ ନା କୋଉଠି ଆମର ଶୂନ୍ୟତା, ଆତ୍ମିକ ଅବସ୍ଥା ଆଡକୁ ଆମମାନେ ପଳେଇଛୁ। ସେଇଥିପାଇଁ 2 ଥର ନାମ ଧରି ଡାକନ୍ତି ମାର୍ଥା ମାର୍ଥା। ସେବା କରିବା ଉତ୍ତମ ଅଟେ, ଆତିଥ୍ୟ ସତ୍କାର କରିବା ଉତ୍ତମ ଅଟେ,
କିନ୍ତୁ ପ୍ରାଥମିକତା ହଉଛି ଅନ୍ତରଙ୍ଗ ସମ୍ପର୍କ ସ୍ଥାପନ କରିବା ତା ପ୍ରଥମେ ଆବଶ୍ୟକ ଅଟେ। ପ୍ରଭୁଙ୍କ ଠାରୁ ଶୁଣିବା ଆବଶ୍ୟକ ଅଟେ। ସବୁ ଜିନିଷ କରିବା ଉତ୍ତମ ଅଟେ, କିନ୍ତୁ ପ୍ରଭୁଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ତା ପ୍ରାଥମିକତା ଅଟେ। ମରିୟମ ପାଦ ତଳେ ବସିକି ଶୁଣୁଅଛନ୍ତି, କିନ୍ତୁ ମାର୍ଥା ଯେ ବ୍ୟସ୍ତ, ଯେ ଚିନ୍ତାଗ୍ରସ୍ତ, କୋଉଠି ନା କୋଉଠି ଏତେ ଆମମାନେ ବ୍ୟସ୍ତ ହେଇଯାଉ, ବେଳେ ବେଳେ ସେଇ ଚାପଗ୍ରସ୍ତ ଅନୁଭବ କରୁ, ଏତେ ଭାର ଆମ ଉପରେ ହେଇଯାଏ, ଆମେ ବେଳେ ବେଳେ ଶୂନ୍ୟତା ଆଡକୁ ଚାଲିଯାଉ। ସବୁ ବିଷୟ ଆମେ କରୁଥିବୁ, କିନ୍ତୁ ପ୍ରଭୁଙ୍କୁ ଆମମାନେ ସମୟ ଦଉନଥିବୁ, ପ୍ରଭୁଙ୍କ ଠାରୁ ଶୁଣୁନଥିବୁ। ଆମମାନଙ୍କ ଦୈନନ୍ଦିନ ଜୀବନରେ ଆମମାନେ ଅନେକ ସମୟ ସେଇ ପ୍ରଭୁଙ୍କୁ ଦେବା, ଯେ ପ୍ରଭୁ ତୁମର ରବ ଶୁଣିବା ପାଇଁ ଚାହୁଁଛି, ପ୍ରଭୁ ତୁମର ହୃଦୟ କଣ ଚାହୁଁଛି। ଆତ୍ମିକ କାର୍ଯ୍ୟରେ ତ ମୁଁ ବ୍ୟସ୍ତ, ଏଇଠି ମିଟିଂ ହବ, ସେଇଠି ମିଟିଂ ହବ, ସେଇଟା ଆଜି ହେଲା ନା ନାହିଁ, କିନ୍ତୁ ପ୍ରଭୁ ତୁମ ସହିତ ମୋର ସମ୍ପର୍କ ଠିକ ଅଛି ନା ନାହିଁ। ନା ଆଜି ମାର୍ଥା ଭଳି କେବଳ ବ୍ୟସ୍ତ, ଚିନ୍ତାଗ୍ରସ୍ତ, ଗୁରୁ ଆସିଅଛନ୍ତି, କିନ୍ତୁ ଗୁରୁଙ୍କ ଠାରୁ ଶୁଣିବାର ଆବଶ୍ୟକ ରହିଅଛି। ହାଲେଲୁୟା। ପ୍ରଭୁ ସାହାଯ୍ୟ କରନ୍ତୁ। ଆଜି ଆମମାନେ ବହୁତ ବ୍ୟସ୍ତ ବିବ୍ରତ ହେଇଯାଉ, କିନ୍ତୁ ପ୍ରଭୁ ସେଇଥିପାଇଁ ନାମ ଧରିକି 2 ଥର ଡାକନ୍ତି। ବ୍ୟସ୍ତ, ବିବ୍ରତ, ଚିନ୍ତାଗ୍ରସ୍ତ, ଚାପଗ୍ରସ୍ତ, ଭାରଗ୍ରସ୍ତ, ଯାହା ଶୂନ୍ୟତା ଆଡକୁ ନେଇଯାଏ, ଶୂନ୍ୟତା ଆଡକୁ ନେଇଯାଏ। ହାଲେଲୁୟା। ପ୍ରଭୁ ଯେତେବେଳେ ଆମେ ବାଇବେଲରେ ଯେତେବେଳେ ଦେଖୁ 2 ଥର ନାମ ଧରିକି ଡାକନ୍ତି, ତା ପର ପଦକୁ ଆମେ ପର ବିଷୟକୁ ଯିବା। ଆଦି ପୁସ୍ତକ ତାର 22 ପର୍ବ 11, 12, 13। ଏପରି ସମୟରେ ଆକାଶରୁ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଡାକି କହିଲେ, ହେ ଅବ୍ରାହମ, ହେ ଅବ୍ରାହମ। ତହିଁରେ ସେ କହିଲେ, ଦେଖନ୍ତୁ ମୁଁ ଏଠାରେ। ଆଉ ଥରେ ନାମ ଧରିକି ଡାକୁଛନ୍ତି, ହେ ଅବ୍ରାହମ, ହେ ଅବ୍ରାହମ। ସେ କହୁଛନ୍ତି, ଆଜ୍ଞା ମୁଁ ଏଠାରେ। ଯେତେବେଳେ ସେ ମୋରିଆ ପର୍ବତକୁ ଯିବା ପାଇଁ ଅଛନ୍ତି, କାରଣ ସେଇ ପର୍ବତରେ ଯୋଉଠି ସେ ଇଜାକକୁ ଯୋଉଠି ସେ ଉତ୍ସର୍ଗ କରିବେ, ଏକ ହୋମାର୍ଥକ ବଳି ରୂପେ ଉତ୍ସର୍ଗ କରିବାର ଅଛି, ସେଇ ପର୍ବତରେ କାଷ୍ଠ କାଟିକି ନେଇ ଅଛନ୍ତି ପର୍ବତକୁ, ଏବଂ ସେଇଠି ଯଜ୍ଞ ବେଦୀ ସ୍ଥାପନ କରିଅଛନ୍ତି। ଆଉ ଯଜ୍ଞ ବେଦୀ ସ୍ଥାପନ କଲା ଉତ୍ତରେ ଇଜାକକୁ ସେଇଠି ରଖୁଅଛନ୍ତି। ଆଉ ନିଜର ହସ୍ତକୁ ଲେଖାଯାଏ, ଯେତେବେଳେ ବିସ୍ତାର କରନ୍ତେ ବଧ କରିବା ପାଇଁ ଛୁରୀ ନେଇକି ଯାଇଥିଲେ, ଆଉ ଯେତେବେଳେ ବଧ କରିବା ପାଇଁ ବିସ୍ତାର କରନ୍ତେ, ସେତେବେଳେ ସଦାପ୍ରଭୁଙ୍କ ରବ ଏଇଭଳିଆ ଥିଲା, ହେ ଅବ୍ରାହମ, ହେ ଅବ୍ରାହମ। ଦ୍ୟାଟ ଇଜ ଦ କଲ୍ ଅଫ ଏମର୍ଜେନ୍ସି। ଏହା ଏକ ଜରୁରୀ କାଳୀନ ଆହ୍ୱାନ ଥିଲା। ହେ ଅବ୍ରାହମ, ହେ ଅବ୍ରାହମ। ଯଦିଓ ଏହା ଏକ ପରୀକ୍ଷାର ସମୟ ଥିଲା, ପରୀକ୍ଷା ସମାପ୍ତ ହେଇଅଛି। ତୁମେ ତୁମର ବିଶ୍ୱାସକୁ ପ୍ରମାଣିତ କରିଅଛ, ତୁମେ ତୁମର ଭରସାକୁ ପ୍ରମାଣିତ କରିଅଛ, ତୁମେ ତୁମର ପ୍ରାଥମିକତାକୁ ପ୍ରମାଣିତ କରିଅଛ, ତୁମେ ଆମ ପ୍ରତି ତୁମେ ଯେ ସମର୍ପିତ ତାହା ତୁମେ ପ୍ରମାଣିତ କରିଅଛ। ସେଇଥିପାଇଁ ରହିଯାଅ ହେ ଅବ୍ରାହମ, ହେ ଅବ୍ରାହମ। ତା ଏକ ଜରୁରୀ କାଳୀନ ଆହ୍ୱାନ ଅଟେ। ରହିଯାଅ। ପରୀକ୍ଷା ଯଦିଓ ଥିଲା, ତା ସମାପ୍ତ ହେଇଅଛି। ମୁଁ ଦେଖିଅଛି ତୁମକୁ, ମୁଁ ତୁମକୁ ଜାଣିଅଛି, ଏବଂ ମୁଁ ଭୁଲି ନାହିଁ। ଯାହା ପ୍ରତିଜ୍ଞା କରିଥିଲି, ସେଇ ପ୍ରତିଜ୍ଞା ଆମେ କେବେ ହେଲେ ତା ପାଉଁଶରେ ପରିଣତ କରିବା ନାହିଁ। Your promise cannot be turned into ashes. এই ତୁମରି ଯୋଉ ଆମେ ଯୋଉ ପ୍ରତିଜ୍ଞା ଦେଇଥିଲୁ, ସେଇ ପ୍ରତିଜ୍ଞା ଆମେ କେବେ ହେଲେ ତା ପାଉଁଶରେ ପରିଣତ କରିବା ନାହିଁ। ମୁଁ ଦେଖିଅଛି, ମୁଁ ଜାଣିଅଛି, ଆଉ ମୁଁ ଭୁଲି ନାହିଁ। That is the call of emergency. ଏକ ଜରୁରୀ କାଳୀନ ଆହ୍ୱାନ ଅଟେ। ଅବ୍ରାହମ, ଅବ୍ରାହମ, ତୁମେ ରହିଯାଅ। ତାପରେ ଯେତେବେଳେ ଆମେ ଦେଖୁ ବାଇବେଲରେ, ଆଉ ଜଣକୁ ସେ ନାମ ଧରିକି 2 ଥର ପୁନରାବୃତ୍ତି କରିକି ଡାକୁଅଛନ୍ତି, ଯାକୁବ, ଯାକୁବ। ଆଦି ପୁସ୍ତକ ତାର 46 ପର୍ବ 1 ପଦରୁ ଯେତେବେଳେ ଆମେ ପଢୁ, ଲେଖାଯାଏ, ଏଥି ଉତାରେ ଇସ୍ରାଏଲ ଆପଣା ସର୍ବସ୍ୱ ଘିନି ଯାତ୍ରା କଲେ, ପୁଣି ବେର୍ସେବାରେ ଓହ୍ଲାଇ ସେଠାରେ ଆପଣା ପିତା
ଇସ୍ରାଏଲ କୁ ରାତିରେ ଦର୍ଶନ ଦେଇ କହିଲେ, ହେ ଜାକୁବ, ତହିଁରେ ସେ ଉତ୍ତର କଲେ, ଦେଖନ୍ତୁ ମୁଁ ଉପସ୍ଥିତ ଅଛି। ସେତେବେଳେ ସେ କହିଲେ, ଆମ୍ଭେ ପରମେଶ୍ୱର, ତୁମ ପିତାଙ୍କର ପରମେଶ୍ୱର, ତୁମେ ମିଶ୍ରକୁ ଯିବା ପାଇଁ ଭୟ କର ନାହିଁ, ଯେହେତୁ ଆମ୍ଭେ ସେଠାରେ ତୁମ୍ଭକୁ ଏକ ବୃହତ୍ ଗୋଷ୍ଠୀ କରିବା। ସଦାପ୍ରଭୁ ଏଠାରେ ଦୁଇଥର ନାମ ଧରିକି ଡାକୁଅଛନ୍ତି, ହେ ଜାକୁବ। ଭାରି ଆଶ୍ଚର୍ଯ୍ୟ ଏଇଥିପାଇଁ ଲାଗେ ଯେ ଆଦି ପୁସ୍ତକ 32 ପର୍ବ 28 ପଦରେ ଲେଖାଯାଏ, ତୁମେ ଜାକୁବ ନାମରେ ଆଉ ଖ୍ୟାତ ହବ ନାହିଁ, ତୁମେ ଏବେ ଇସ୍ରାଏଲ ନାମରେ ଖ୍ୟାତ ହେବ। ତୁମେ ଜାକୁବ ନାମରେ ଆଉ ଖ୍ୟାତ ହେବ ନାହିଁ, ତୁମେ ଏବେ ଇସ୍ରାଏଲ ନାମରେ ଖ୍ୟାତ ହେବ। କିନ୍ତୁ ଆଦି ପୁସ୍ତକ 46 ପର୍ବରେ ପୁଣି ଥରେ କାହିଁକି ଡାକୁଅଛନ୍ତି, ହେ ଇସ୍ରାଏଲ, ହେ ଜାକୁବ। ଯଦିଓ ସେ କହୁଛନ୍ତି ତୁମେ ଜାକୁବ ନାମରେ ଆଉ ଖ୍ୟାତ ହେବ ନାହିଁ, ତୁମେ ଇସ୍ରାଏଲ ନାମରେ ତୁମେ ଖ୍ୟାତ ହେବ, କିନ୍ତୁ 46 ପର୍ବରେ ପୁନରାବୃତ୍ତି କରିକି ସେ ଡାକୁଅଛନ୍ତି, ହେ ଜାକୁବ। ତା କହିବାର ଅର୍ଥ ହେଲା, ଯେତେବେଳେ ସେ ଯେତେବେଳେ ସେ ଆମେ ଦେଖୁ ପ୍ରତିଜ୍ଞା ଦେଶକୁ ସେ ପରିତ୍ୟାଗ କରିବେ ଆଉ ମିଶରକୁ ଯେତେବେଳେ ଯାତ୍ରା କରିବେ, ସେଠାରେ ସେ ନିଶ୍ଚୟ ଭାବରେ ସେ ଭୟଗ୍ରସ୍ତ ଯେ ସଦାପ୍ରଭୁ ମୋ ସହିତ ଥିବେ କି ନାହିଁ, ସେ ଭୟଗ୍ରସ୍ତ ହଉଛନ୍ତି। ଆଉ ଜାକୁବ କହିଲେ ଗୋଟିଏ ପାର୍ଶ୍ୱ ତାଙ୍କର ସେ ଦେଖୁଅଛନ୍ତି ସଦାପ୍ରଭୁ ଯେ ଭୟଭୀତ ଏବଂ ସେ ଦୁର୍ବଳର ବିଷୟକୁ ସେଠାରେ ଦେଖୁଅଛନ୍ତି। ସେଇଥିପାଇଁ କହୁଛନ୍ତି ତୁମେ ଭୟ କର ନାହିଁ, ଆମ୍ଭେ ତୁମ ପିତାଙ୍କ ପରମେଶ୍ୱର, ତୁମେ ମିଶ୍ରକୁ ଯିବା ପାଇଁ ଭୟ କର ନାହିଁ। କୋଉଠି ନା କୋଉଠି ତାଙ୍କର ଏକ ସେ ଭୟ ଏବଂ ଦୁର୍ବଳର ପାର୍ଶ୍ୱକୁ ଜାକୁବଙ୍କ ଜୀବନରେ ସେ ଦେଖୁଅଛନ୍ତି। ଇସ୍ରାଏଲ କହିଲେ ଯାହା ଶକ୍ତି ଏବଂ ବିଜୟକୁ ବୁଝାଏ। ଇସ୍ରାଏଲ ବୋଲି ଖ୍ୟାତ ହେବ, କିନ୍ତୁ ତା ଶକ୍ତିକୁ ବୁଝାଏ, ତା ଜୀବନର ବିଜୟକୁ ବୁଝାଏ। କିନ୍ତୁ ଏଇଠି ଆଉ ଥରେ ସେ କୋଉଠି ନା କୋଉଠି ନିଜେ ଦୁର୍ବଳ, କୋଉଠି ନା କୋଉଠି ଜୀବନରେ ଭୟଭୀତ ଅଟନ୍ତି। ସେଇଥିପାଇଁ ସେଇ ବିଷୟକୁ ସେଠାରେ କହୁଛନ୍ତି, ହେ ଜାକୁବ, ଭୟଭୀତ ହୁଅ ନାହିଁ। ଇସ୍ରାଏଲ ବୋଲି ଯଦି ତୁମେ ଖ୍ୟାତ ହେବ, କିନ୍ତୁ ଏବେ ଯୋଉ ସେ ଭୟର ଗୋଟେ ଦୁର୍ବଳର ପାର୍ଶ୍ୱକୁ ଯେତେବେଳେ ସେ ଦେଖୁଅଛନ୍ତି, ସେଇଥିପାଇଁ ସେ କହୁଛନ୍ତି, ହେ ଜାକୁବ। ଜାକୁବ କହିଲେ ଆମେ ଦେଖୁ ଯାହାର ନାମର ଅର୍ଥ ଯିଏ ଠକିଛି, ଯିଏ ମିଛ କହିଛି, ଯିଏ ପ୍ରବଞ୍ଚକ, ଯିଏ ସଂଘର୍ଷ କରିଅଛି ତା ଜୀବନରେ। ଜାକୁବ କହିଲେ ସେଇ ଦୁର୍ବଳତାକୁ ମନେ ପକାଏ। ଜାକୁବ କହିଲେ ସେ ଭୟର ଜୀବନ ଏଇସବ ମାରିଦବ ବୋଲି ସେ ଯେ ଭୟରେ ଦୌଡୁଅଛି, ତାହା ବୁଝାଏ ଯେତେବେଳେ ଆମେ ଜାକୁବ ଯେତେବେଳେ କହୁ ନାମ। କିନ୍ତୁ ଏଇଠି ପରମେଶ୍ୱର ତାକୁ କହିବା ପାଇଁ ଚାହାନ୍ତି ଯେ ହେ ଜାକୁବ, ତା ମାନେ କୋଉଠି ନା କୋଉଠି ତୁମ ଜୀବନରେ ଆଉ ଥରେ ଦୁର୍ବଳତା ଅଛି, କୋଉଠି ନା କୋଉଠି ତୁମ ଜୀବନରେ ଆଉ ଥରେ ଭୟରେ ତୁମେ ଅଛ। ସେ ଆଉ ଥରେ ତାକୁ ସେଇଟା ପାଇଁ ସେ ନାମ ଧରିକି ଡାକନ୍ତି। ଯେତେବେଳେ ଆମେ ବାଇବେଲରେ ଯେତେବେଳେ ଦେଖୁ ନାମ ଧରିକି ସେ ପୁନରାବୃତ୍ତି କରିବାର ଆମେ ଦେଖୁ, ହେ ଜାକୁବ, ହେ ଅବ୍ରାମ, ହେ ମାର୍ଥା। ଏବେ ଆମେ ଦେଖିବା ଗୋ ଜିରୁସାଲମ, ହେ ଜିରୁସାଲମ। ମାଥ୍ୟୁ ତାର 23 ପର୍ବ 37 ପଦ। ସେଇଠି ଏଭଳି ଲେଖାଯାଏ, ଗୋ ଜିରୁସାଲମ, ଭାବବାଦୀ ମାନଙ୍କର ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତ ମାନଙ୍କର ପ୍ରସ୍ତାରଘାତକାରିଣୀ କୁକୁଟି ଯେପରି ପକ୍ଷ ତଳେ ଆପଣା ଶାବକ ମାନଙ୍କୁ ଏକତ୍ର କରେ, ସେପରି ମୁଁ କେତେ ଥର ତୋର ସନ୍ତାନ ମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମେ ଇଚ୍ଛୁକ ହେଲ ନାହିଁ। ହେ ଜିରୁସାଲାମ, ହିନ୍ଦୀରେ ଦେଖିବେ, ହିନ୍ଦୀରେ ଯଦି ପଢିବେ, ହେ ୟେରୁସାଲେମ, ହେ ଜିରୁସାଲାମ। ଯୀଶୁ ଜିରୁସାଲାମକୁ ଦେଖିଲେ ଏବଂ କାନ୍ଦିଲେ, କାରଣ ଲୋକମାନେ ତାଙ୍କ ସୁସମାଚାରକୁ ସେ ଜାଗାରେ ଅଗ୍ରାହ୍ୟ କରିଥିଲେ। ଦ୍ୱିତୀୟ ଥର ଡାକିବା ଯାହା ଦୁଃଖ ଏବଂ ବିଳାପକୁ ବୁଝାଏ। ଏଠି ଗୋ ଜିରୁସାଲାମ ପୁନରାବୃତ୍ତି କରିବା ଯାହା ଦୁଃଖ ଏବଂ ବିଳାପକୁ ବୁଝାଏ। ଏହା ଘୃଣା କରିବାର ରବ ନୁହେଁ, କିନ୍ତୁ ଏହା ଈଶ୍ୱରଙ୍କର ପ୍ରେମକୁ ପ୍ରତ୍ୟାଖ୍ୟାନ କରାଯାଇଥିବାର ଏହା ଏକ ରବ ଅଟେ। ଏହା ସେଇ ବିଳାପ ଏବଂ ଦୁଃଖର ରବ ଅଟେ।
ଜିରୁସାଲମ୍ ଜିରୁସାଲମ୍ ବୋଲି ସେଠାରେ ଡାକୁଅଛନ୍ତି। ଜିରୁସାଲମ୍ ଜିରୁସାଲମ୍ ଏଇଥିପାଇଁ ଡାକୁନାହାନ୍ତି ଯେ ତାର ରାସ୍ତା ଏବଂ ପ୍ରାସାଦକୁ ତା ସୂଚଉ ନଥିଲା। ଜିରୁସାଲମ୍ ଜିରୁସାଲମ୍ କହିବାର ଅର୍ଥ ତା ରାସ୍ତା ଏବଂ ଜିରୁସାଲମର ସେଇ ପ୍ରାସାଦକୁ ସୂଚଉ ନଥିଲା, କିନ୍ତୁ ଜିରୁସାଲମ୍ ଜିରୁସାଲମ୍ କହିବାର ଅର୍ଥ ତା ଭିତରେ ଥିବା ଆତ୍ମିକ ନେତାମାନଙ୍କର ଆତ୍ମିକ ଅବସ୍ଥାକୁ ସୂଚଉଥିଲା। ସେମାନେ ଭବିଷ୍ୟତ ବକ୍ତାକୁ ପ୍ରତ୍ୟାଖ୍ୟାନ କଲେ, ସେମାନେ ସତ୍ୟକୁ ସେମାନେ ଅଣଦେଖା କଲେ, ସେମାନଙ୍କ ହୃଦୟ ଏତେ କଠୋର ଥିଲା। କୋଉଠି ନା କୋଉଠି ଆମେ ଦେଖୁ ହେରୋଦ ସେମାନଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିଥିଲେ। ପାରମ୍ପରିକ ରୀତି ଥିଲା ସେ ମନ୍ଦିରରେ, ଉତ୍ସର୍ଗ ପାଳନ କରୁଥିଲେ, କିନ୍ତୁ ପ୍ରଭୁଙ୍କ ଠାରୁ ସେମାନେ ବହୁତ ଦୂରରେ ଥିଲେ। ଯେବେ ସଦାପ୍ରଭୁ ବାକ୍ୟ ଦ୍ୱାରା ତାଙ୍କର ସେଇ ଅଭିଷିକ୍ତ ଦାସ ମାନଙ୍କର ଯେତେବେଳେ ପ୍ରଚାର ଦ୍ୱାରା, ପରିସ୍ଥିତି ଦ୍ୱାରା, ଯେତେବେଳେ ଚେତନା ଦ୍ୱାରା ସେ ଦୁଇଥର ଲେଖା ଯେତେବେଳେ ଡାକନ୍ତି, ସେତେବେଳେ ଆମମାନେ ଅଣଦେଖା ନ କରୁ। ଗो ଜିରୁସାଲମ୍ ବୋଲି ସେ ଡାକୁଅଛନ୍ତି। ଦୁଃଖ କରନ୍ତି, ବିଳାପ କରନ୍ତି। ଆଜି ଅନେକଙ୍କ ଜୀବନ ସେଇଭଳିଆ, ଦୁଃଖ କରନ୍ତି, ବିଳାପ କରନ୍ତି। ଆଜି ଅନେକଙ୍କ ଜୀବନ ଦେଖିକି ମଧ୍ୟ ସେ ଦୁଃଖ କରନ୍ତି, ସେ ବିଳାପ କରନ୍ତି। ପ୍ରଭୁ ତୁମକୁ ମୁଁ ସନ୍ତୁଷ୍ଟ କରିଅଛି ନା ନାହିଁ, ତୁମ ହୃଦୟକୁ ମୁଁ ଏପର୍ଯ୍ୟନ୍ତ ଜାଣିପାରିଅଛି କି ନାହିଁ। ପ୍ରଭୁ ଦୁଃଖ ଆଉ ବିଳାପ ଦ୍ୱାରା ଯେତେବେଳେ ଦୁଇଥର ଲେଖା ଡାକନ୍ତି, ତା ଦୁଃଖ ଏବଂ ବିଳାପକୁ ବୁଝାଏ। ଆଜି ଯେତେବେଳେ ସେ ଡାକୁଅଛନ୍ତି, ସେ ସ୍ୱରକୁ ଆଜି ଆମେ ଶୁଣିପାରୁ କି? କୋଉଠି ନା କୋଉଠି ଆମ ଜୀବନ ଦ୍ୱାରା ସେ ଦୁଃଖ କରନ୍ତି, କୋଉଠି ନା କୋଉଠି ଆମ ପିଲାଙ୍କ ଜୀବନ ଦ୍ୱାରା ସେ ବିଳାପ କରନ୍ତି। ପ୍ରଭୁ ସାହାଯ୍ୟ କରନ୍ତୁ। ଯେତେବେଳେ ଆମେ ବାଇବେଲରେ ଆଉ ଗୋଟେ ବିଷୟ ଦେଖୁ, ଯୋଉଠି ପୁନରାବୃତ୍ତି କରିକି ସେ ଦୁଇଥର ଡାକି ଅଛନ୍ତି। ଯାତ୍ରା ତାର 3 ପର୍ବ 4 ପଦ। ଲେଖାଯାଏ ମାତ୍ର ସଦାପ୍ରଭୁ ଯେତେବେଳେ ଦେଖିଲେ ଯେ ସେ ଦେଖିବା ନିମନ୍ତେ ଏକ ପାଖକୁ ଯାଉଅଛନ୍ତି, ସେତେବେଳେ ପରମେଶ୍ୱର ବୁଦା ମଧ୍ୟରୁ ତାଙ୍କୁ ଡାକି କହିଲେ, ହେ ମୋଶା, ତହିଁରେ ସେ କହିଲେ, ଏଇ ଦେଖନ୍ତୁ ମୁଁ ଉପସ୍ଥିତ ଅଛି। ମୋଶା ମୋଶା ବୋଲି ସେ ଡାକୁଅଛନ୍ତି। ଯେମିତି ଡାକିଲେ, ହେ ମାର୍ଥା ମାର୍ଥା, ଗୋ ଜିରୁସାଲମ୍, ହେ ଜାକୁବ, ଏବେ ଡାକୁଅଛନ୍ତି, ହେ ମୋଶା ବୋଲି ଦୁଇଥର ସେ ଡାକୁଅଛନ୍ତି। ମୋଶା ଯାହାଙ୍କୁ ଜଳରୁ ସେ ଆକର୍ଷଣ ଆମମାନେ ଦେଖୁଛୁ, ଜଳରୁ ତାଙ୍କୁ ଉଦ୍ଧାର କରାଯାଇଛି, ଜଳରୁ ତାଙ୍କୁ ଆକର୍ଷିତ କରାଯାଇଛି। ଆଉ ଯେତେବେଳେ ସଦାପ୍ରଭୁ କହୁଅଛନ୍ତି ଯେ ତୁମ୍ଭକୁ ଆମେ ପ୍ରେରଣ କରିବା, ଆଉ ତୁମ୍ଭେ ସେତେବେଳେ 30 ଲକ୍ଷରୁ ଅଧିକ ଲୋକଙ୍କୁ ସେତେବେଳେ ସେ ଉଦ୍ଧାର କରିବାର କାରଣ ହେବେ। କିନ୍ତୁ ମୋଶା ଅନେକ ପ୍ରକାର ସେଠାରେ ଏକ୍ସକ୍ୟୁଜ ଦେଉଛନ୍ତି। ଯେତେବେଳେ ଆମେ ଦେଖୁ ଯାତ୍ରା 4:10-11 ଲେଖାଯାଏ, ସେ କହୁଛନ୍ତି ମୁଁ ଜଡ଼ ଜୀବ ଅଟେ, ମୁଁ କଥା ଆଜ୍ଞା କହିପାରେନି, ମୁଁ ଯେତେବେଳେ କହେ ସେତେବେଳେ ଖନାଏ, କୋଉଠି ନା କୋଉଠି କଥା ସ୍ପଷ୍ଟ ମୋର ହୁଏନି, ମୁଁ ଠିକରେ ଆଜ୍ଞା କହିପାରିବିନି। କିନ୍ତୁ ସଦାପ୍ରଭୁ ସେଇଠି କହୁଛନ୍ତି ଯେ ଆମେ ତୁମର ମୁଖର ସହବର୍ତ୍ତୀ ହବା। ଆଉ ଯେତେବେଳେ ସେଇ ବିଷୟ ତାଙ୍କୁ କହୁଛନ୍ତି, ଯିଏ ଦିନେ ଜଳରୁ ଯିଏ ଉଦ୍ଧାର ଦିନେ ପାଇଥିଲେ, ସିଏ ସେପରି ଅନେକଙ୍କୁ ସେ ସୁଫ ସାଗରରେ ଯେତେବେଳେ ଥିଲା ତାକୁ ଅତିକ୍ରମ କରିବା କଷ୍ଟକର ଅଟେ, କିନ୍ତୁ ସେ ସୁଫ ସାଗରରେ ସେ ଅନେକଙ୍କ ଉଦ୍ଧାରର କାରଣ ହଉଛନ୍ତି। ହାଲେଲୁୟା। ଯଦି ଆପଣ କ୍ୟାନ୍ସରରୁ ସୁସ୍ଥ ହେବେ, ଆପଣଙ୍କ ପ୍ରାର୍ଥନା ଦ୍ୱାରା ଅନେକ କ୍ୟାନ୍ସରରୁ ମଧ୍ୟ ସୁସ୍ଥ ହେବେ। ପ୍ରଭୁ ସାହାଯ୍ୟ କରନ୍ତୁ। ସେଇଥିପାଇଁ ସେ କହୁଛନ୍ତି, ମୋଶା ତୁମକୁ ଏକ ସେବା କାର୍ଯ୍ୟର ଆହ୍ୱାନ ପାଇଁ ସେ ଡାକୁଅଛନ୍ତି। ମୋଶା ଏହା ଏକ ସେବା କାର୍ଯ୍ୟର ଆହ୍ୱାନ ଅଟେ। ହେଇପାରେ ଆମେ ଅନେକ ଆଜି କହିପାରିବୁ ଆମମାନଙ୍କର ଏକ୍ସକ୍ୟୁଜ ଯେ ପ୍ରଭୁ ମୋର ଏଇଟା ନାହିଁ, ପ୍ରଭୁ ମତେ କଷ୍ଟ, ମୁଁ ଯାଇପାରିବିନି, ପ୍ରଭୁ ମୋ କଥା କିଏ ଶୁଣିବେନି, ପ୍ରଭୁ ମୋର ସାହସ ନାହିଁ। କିନ୍ତୁ ପ୍ରଭୁ କହୁଛନ୍ତି ଆମେ ତୁମର ସ୍ୱର ହବା, ତୁମ ମୁଖର ସହବର୍ତ୍ତୀ ହବା। ଜଡ଼ ଜୀବ, ମୁଁ କଥା ଆଜ୍ଞା ଠିକରେ କହିପାରିବିନି, କିନ୍ତୁ ଜଳରୁ ଯିଏ ଉଦ୍ଧାର କଲେ, ସେ ଅନେକ ପ୍ରାୟ 30 ଲକ୍ଷରୁ ଅଧିକ ଲୋକଙ୍କର ସେଇ ଜଳରେ ଯିଏ ଉଦ୍ଧାରର କାରଣ ହେଲେ। ସୁଫସାଗର ଅତିକ୍ରମ କରିବା କଷ୍ଟ, କିନ୍ତୁ ସେ ଅନେକଙ୍କ ପାଇଁ ସେଦିନ ଉଦ୍ଧାରର କାରଣ ହେଲେ। ମୋଶା ଯାହା ସେବା କାର୍ଯ୍ୟର ଆହ୍ୱାନ ଅଟେ।
ଆଜି ଆମେ ହେଇପାରେ ଭାବିପାରୁ ପ୍ରଭୁ ମୁଁ କେମିତି ସେବା କରିବି, ବହୁତ କଷ୍ଟ ଅଟେ। କିନ୍ତୁ ତାଙ୍କର ଆହ୍ୱାନ ଏଇଭଳିଆ। ପ୍ରଭୁ ସାହାଯ୍ୟ କରନ୍ତୁ। ଯେତେବେଳେ ଆମେ ବାଇବେଲରେ ଆଉ ଗୋଟେ ବିଷୟକୁ ଦେଖୁ ଯୋଉଠି ସେ ନାମକୁ ପୁନରାବୃତ୍ତି କରନ୍ତି। ପ୍ରଥମ ସାମୁଏଲ ତାର 3 ପର୍ବ 10 ପଦରେ ଲେଖାଯାଏ। ଏଥି ଉତାରେ ସଦାପ୍ରଭୁ ଆସିଲେ ପୁଣି ଠିଆ ହୋଇ ଅନ୍ୟ ସମୟ ପରି ସାମୁଏଲ ସାମୁଏଲ ବୋଲି ଡାକିଲେ। ତେବେ ସାମୁଏଲ କହିଲେ କହନ୍ତୁ ଆପଣଙ୍କ ଦାସ ଶୁଣୁଅଛି। ସାମୁଏଲ ସାମୁଏଲ ଯେତେବେଳେ ଆମେ ଦେଖୁ ସାମୁଏଲ ସାମୁଏଲ ଡାକିବା, ଯେତେବେଳେ ଆମେ ଦେଖୁ ଏଇକାବୋଧ ଜନ୍ମ ହବାଟା, ଯୋଉଠି ପ୍ରଭୁଙ୍କର ଗୌରବ ଚାଲିଗଲା ମନ୍ଦିରରେ, ହୀନ ଗୌରବ ବୋଲି ଲେଖାଯାଏ, ଯୋଉଠି ସଦାପ୍ରଭୁଙ୍କର ଗୌରବ ଚାଲିଗଲା, ସେତେବେଳେ ଆମେ ଦେଖୁ ସେ ଡାକୁଛନ୍ତି ସାମୁଏଲ ସାମୁଏଲ। ସେତେବେଳେ ପ୍ରଭୁଙ୍କ ଉପସ୍ଥିତି ଚାଲି ଯାଉଛି ମନ୍ଦିରରୁ, କିନ୍ତୁ ସେଇଠି ସେ କହୁଛନ୍ତି ସାମୁଏଲ ସାମୁଏଲ। ତା ଡକା ଯିବାର ଅର୍ଥ ଯେ ତୁମ ଦ୍ୱାରା ଅନେକ ରାଜା ଉଠିବେ। ସେତେବେଳେ ଲୋକମାନେ ଅନେକ ଭବିଷ୍ୟତ ବକ୍ତାଙ୍କୁ ଜାଣିଥିଲେ, ସେତେବେଳେ ଲୋକମାନେ ଅନେକ ଯାଜକଙ୍କୁ ଜାଣିଥିଲେ, କିନ୍ତୁ ସେତେବେଳେ ଲୋକମାନେ ରାଜାଙ୍କୁ ଜାଣିନଥିଲେ। ଆଉ ଦାଉଦ ସାମୁଏଲଙ୍କ ଦ୍ୱାରା ସେ ଉଠିଥିଲେ। ସେଇଥିପାଇଁ ସାମୁଏଲ ସାମୁଏଲ ବୋଲି ସେ କହନ୍ତି ଯେ ଏକ କ୍ରାନ୍ତିକାରୀ ଭାବରେ ଆମେ ଦେଖୁ ଯେତେବେଳେ ରାଜା ମାନେ ଉଠିଲେ। ଆଜି ଆମ ନାମ ଧରିକି ସେ 2 ଥର ଡାକିବା ପାଇଁ ଚାହାନ୍ତି, ଯାହାଙ୍କ ଯୋଗୁଁ ଓଡ଼ିଶାରେ ଅନେକ ଲୋକ ଉଠିବେ। ହାଲେଲୁୟା। ହୀନ ଗୌରବ, ଦ ଗ୍ଲୋରି ହାଜ ଡିପାର୍ଟେଡ, ଗୌରବ ଚାଲିଗଲା, ପ୍ରଭୁଙ୍କର ଉପସ୍ଥିତି ଚାଲିଗଲା, କିନ୍ତୁ ସେ ସମୟରେ ସେ ସାମୁଏଲ ସାମୁଏଲ ବୋଲି ଡାକୁଅଛନ୍ତି। ସେତେବେଳେ ଅନେକ ରାଜା ତୁମ ଦ୍ୱାରା ଉଠିବେ। ଆଜି ପ୍ରଭୁ ସାହାଯ୍ୟ କରନ୍ତୁ, ଓଡ଼ିଶାରେ ଆମମାନଙ୍କ ଦ୍ୱାରା ଆଜି ଅନେକ ଲୋକମାନେ ଆଜି ଉଠନ୍ତୁ, ଅନେକ ପ୍ରଭାବଶାଳୀ ବ୍ୟକ୍ତିମାନେ ସେମାନେ ଆଜି ଉଠନ୍ତୁ। ପ୍ରଭୁ ସାହାଯ୍ୟ କରନ୍ତୁ। ଯେତେବେଳେ ଆମେ ଦେଖୁ ଆଉ ଗୋଟେ 2ଟି ବିଷୟ କହିକି ମୁଁ ଶେଷ କରିବି ଯେହେତୁ ସମୟ ହେଲାଣି। ପ୍ରଭୁ ଡାକୁଅଛନ୍ତି, ଯୀଶୁ ଡାକୁଅଛନ୍ତି ସିମୋନ ସିମିଓନ। ଲୁକ ତାର 22:31 ଲେଖାଯାଏ ସିମୋନ ସିମିଓନ ବୋଲି ସେ ଡାକିବା ପାଇଁ ଚାହାନ୍ତି। ଏହା ଏକ ସତର୍କର ବାଣୀ ଅଟେ, କାରଣ ଆଗକୁ ପରୀକ୍ଷା ଅଛି, ଯୋଉଠି କୁକୁଡ଼ା ଡାକିବା ପୂର୍ବରୁ ତୁମେ ମତେ 3 ଥର ଅସ୍ୱୀକାର କରିବ। ତାହା ଏକ ସତର୍କର ବାଣୀ ଅଟେ। ଆଗକୁ ପରୀକ୍ଷା ଅଛି, ଆଗକୁ ପ୍ରଲୋଭନ ଅଛି, ଏହା ଏକ ସତର୍କର ବାଣୀ ଅଟେ। ସେଇଥିପାଇଁ 2 ଥର ନାମ ଧରିକି ଡାକନ୍ତି। ଗୋଟେ ଥର ତ ଡାକି ଅଛନ୍ତି, କିନ୍ତୁ 2 ଥର ଡକାଯିବାର ଅର୍ଥ ତା ଭିତରେ ଆତ୍ମିକ ଉଦ୍ଦେଶ୍ୟ ଅଛି। ଜାଗ୍ରତ, କାରଣ ଆଗକୁ ପରୀକ୍ଷା ଅଛି, ଆଗକୁ ପ୍ରଲୋଭନ ଅଛି, ସେଇଥିରେ ପଡି ଯାଇପାର। ପିତର କହୁଛନ୍ତି ଆଜ୍ଞା ମରିବା ପାଇଁ ହେଲେ ମଧ୍ୟ ପ୍ରସ୍ତୁତ, କିନ୍ତୁ 2 ଥର ଡାକିଲେ ଏ ସିମିଓନ ସିମିଓନ, ତା ମାନେ କୋଉଠି ନା କୋଉଠି ସତର୍କତାର ଏହା ଏକ ବାଣୀ ଅଟେ। ପ୍ରଭୁ ସାହାଯ୍ୟ କରନ୍ତୁ। ଆଉ ଯେତେବେଳେ ଲାଷ୍ଟରେ ମୁଁ ଆଉ ଗୋଟେ ବିଷୟ କହିବି, ସାଉଲ 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 ଦାମାସ୍କସରେ ଯେତେବେଳେ ସାଉଲ ଯାଉଅଛନ୍ତି, ପ୍ରେରିତ ତାର 9:4ରେ, ଆଉ ସେଇଠି ଯେତେବେଳେ ପ୍ରଭୁଙ୍କ ସହିତ ତାଙ୍କ ଯେତେବେଳେ ଦେଖା ହଉଛି, ସେତେବେଳେ ସେ କହୁଛନ୍ତି ହେ ସାଉଲ ତୁମେ କାହିଁକି ତାଡ଼ନା କରୁଛ। ଏକ ଜୀବନ ପରିବର୍ତ୍ତନର ଆହ୍ୱାନ ଅଟେ। ଏହା ଏକ ଜୀବନ ପରିବର୍ତ୍ତନର ଏକ ଡାକରା ଅଟେ। ସେ ଡାକୁଅଛନ୍ତି ହେ ସାଉଲ, କୋଉଠି ନା କୋଉଠି ଏବେ ତାଙ୍କର ଜୀବନ ପରିବର୍ତ୍ତନ ହେବ। ସେଇଥିପାଇଁ ସାଉଲ ଯିଏ ପ୍ରଥମ ବ୍ୟକ୍ତି, ଯିଏ ଅଣଯିହୁଦୀ ମାନଙ୍କ ନିକଟରେ ଯିଏ ସୁସମାଚାର ପ୍ରଚାର କଲେ। ପ୍ରଭୁ ସାହାଯ୍ୟ କରନ୍ତୁ। ଆଜି ନାମ ଧରିକି ପ୍ରତ୍ୟେକଙ୍କୁ ସେ ଡାକୁଅଛନ୍ତି। ତାଙ୍କର 2 ଥର ଡକାଯିବାର ଅର୍ଥ ଯାହା ଗଭୀର ପ୍ରେମ ବା ଦୟା ଦ୍ୱାରା ସେ ସଂଶୋଧନ କରିବା ପାଇଁ ଚାହାନ୍ତି। ସେ 2 ଥର ଡାକନ୍ତି ଏଇଥିପାଇଁ ଏକ ଜରୁରୀକାଳୀନ ଏକ ଡକରା ଅଟେ, ଦ ଏମର୍ଜେନ୍ସି କଲ୍। ସେ 2 ଥର ଡାକନ୍ତି ସେବା କାର୍ଯ୍ୟର ଆହ୍ୱାନ ପାଇଁ, ସେ ଡାକନ୍ତି 2 ଥର। ସେ ଡାକନ୍ତି 2 ଥର ଏଇଥିପାଇଁ ଯେତେବେଳେ ସେ ଦୁଃଖ ବା ବିଳାପ କରନ୍ତି, ସେଇଥିପାଇଁ 2 ଥର ଡାକନ୍ତି। ଏକ ଜୀବନ ପରିବର୍ତ୍ତନକାରୀର ମୁହୂର୍ତ୍ତ ପାଇଁ ସେ 2 ଥର ଡାକନ୍ତି।
ଆଜି ମଧ୍ୟ ଆମକୁ ସେ ଦୁଇଥର ଯେତେବେଳେ ନାମ ଧରିକି, ଯେତେବେଳେ ପରିସ୍ଥିତି ଦ୍ୱାରା, ଯେତେବେଳେ ବାକ୍ୟ ଦ୍ୱାରା, ଯେତେବେଳେ ସେ ଚେତନା ଦ୍ୱାରା, ଯେତେବେଳେ ସେ ଡାକନ୍ତି, ସେ ଡାକର ଉଦ୍ଦେଶ୍ୟକୁ ଆଜି ଆମମାନେ ବୁଝିପାରୁ। ହାଲେଲୁୟା। ସେ ବୁଝିପାରୁ ଆଜି ଆମମାନେ ପ୍ରଭୁ କାହିଁକି ପରିସ୍ଥିତି ଦ୍ୱାରା, ବାକ୍ୟ ଦ୍ୱାରା, କାହିଁକି ସେ ଦୁଇ ଥର ନାମ ଧରିକି ଡାକନ୍ତି। କୋଉଠି ନା କୋଉଠି କଣ ମୋ ଜୀବନ ଦ୍ୱାରା ତାଙ୍କୁ ଦୁଃଖ ଦେଇଅଛି କି? କୋଉଠି ନା କୋଉଠି ମୋର ଜୀବନର ପରିବର୍ତ୍ତନ ପାଇଁ ସେ ଡାକୁଅଛନ୍ତି କି? କୋଉଠି ନା କୋଉଠି ମତେ କଣ ସେ ସଂଶୋଧନ